ଏଥର ଆନୁଆଲ୍ ଏକ୍ଜାମିନେସନ୍ 2026ରେ ପଡ଼ିପାରିଲା ଭଳି କିଛି ସମ୍ଭାବିତ ପ୍ରଶ୍ନପତ୍ର। ପରୀକ୍ଷାର୍ଥୀମାନେ ଯଥାସମ୍ଭବ ନିଜ ଭାଷାରେ ପ୍ରଶ୍ନର ଉତ୍ତର ଲେଖିବା ଆବଶ୍ୟକ। 1. ଠିକ୍ ଉତ୍ତରଟି ବାଛି ଲେଖ। କ. ମହାବନର ମହାସଙ୍ଗୀତ ଶୁଣିଲେ ମନ କେଉଁଠାକୁ ଚାଲିଯାଏ? ଅପସନ୍: ସ୍ୱର୍ଗଧାମ, ମର୍ତ୍ତ୍ୟଧାମ, ଗୋଲୋକଧାମ, ଅନାମୟ ଧାମ। ଖ. ଦୃପ୍ତ ଅଗର୍ବିତ ଜାତିର ପରାକ୍ରମର ପ୍ରତୀକ କିଏ? ଅପସନ୍: ବାରବାଟୀର ଯୋଦ୍ଧା, କୋଣାର୍କ ମନ୍ଦିର, ପୁରୀ ମନ୍ଦିର, ସ୍ୱୟଂ ଜଗନ୍ନାଥ। ଗ. ତିନି ତୁଣ୍ଡରେ ଗଦ୍ୟାଂଶଟି କେଉଁ ପୁସ୍ତକରୁ ସଂଗୃହୀତ? ଅପସନ୍: କଥା ଓ ଲେଖା, ଶୁଣ ପରୀକ୍ଷ, କହ ମନ୍ତ୍ରୀବର, କହି ନ ଜାଣେ। ଘ. ଆମ ଦେଶ ଭାରତରେ କାହାର ବିଶେଷ ମୂଲ୍ୟ ନାହିଁ? ଅପସନ୍: ସାହିତ୍ୟିକ, ଗବେଷକ, ବିଶେଷଜ୍ଞ, ବୈଜ୍ଞାନିକ। ଙ. ଗଣତନ୍ତ୍ରର ମେରୁଦଣ୍ଡ କ'ଣ? ଅପସନ୍: ଲୋକପ୍ରତିନିଧି, ମନୋନୟନ, ସାମ୍ରାଜ୍ୟବାଦ, ଭୋଟ ଦାନ, ଏକଛତ୍ରବାଦ। 2 ନମ୍ବର କ୍ୱେଶ୍ଚନ। ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ। କ. ସୂକ୍ଷ୍ମ ଶାଳୀର ଗ୍ରନ୍ଥାଗାର କିଏ? ଖ. ନୋଟ ବହି ପଢ଼ିଲାବେଳେ କେଉଁ ପୁସ୍ତକ ଲେଖି ପାରିବେ ନାହିଁ? ଗ. ଗୋସେଇଁଙ୍କୁ କିଏ ଛେଳିଟିଏ ଦାନ କରିଥିଲା? 3 ନମ୍ବର କ୍ୱେଶ୍ଚନ। ଲେଖା ଓ ଲେଖକଙ୍କ ନାମ ସହ 40ରୁ 50 ଶବ୍ଦରେ 2ଟି ପ୍ରଶ୍ନର ଉତ୍ତର ଦିଅ। କ. ମାନବ ଜୀବନର ପରମ କାର୍ଯ୍ୟ କ'ଣ? ଖ. ଗଣତନ୍ତ୍ର ଶାସନରେ କେଉଁ କଥା କଳ୍ପନା କରାଯାଇ ନ ପାରେ? ଗ. ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ କ'ଣ ହେବ? 4 ନମ୍ବର କ୍ୱେଶ୍ଚନ। 60ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ. ଆଗର ମାଟ୍ରିକ ପାସ୍ ଓ ଆଜିର ବିଏ ପାସ୍ ପିଲାଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ? ଖ. କାହାକୁ ବିରାଡ଼ି ବୈଷ୍ଣବ ବୋଲି କୁହାଯାଇଛି? କ୍ୱେଶ୍ଚନ ନମ୍ବର 5। 120 ଶବ୍ଦ ମଧ୍ୟରେ ଉତ୍ତର ଲେଖ। ଗଣତନ୍ତ୍ର କିପରି ପ୍ରପାଗଣ୍ଡାଧର୍ମୀ ହୋଇଛି ଆଲୋଚନା କର, କିମ୍ବା ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷ ସ୍ଥାନ ଦେବା ପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର। କ୍ୱେଶ୍ଚନ ନମ୍ବର 6। ଠିକ୍ ଉତ୍ତରଟି ବାଛି ଲେଖ। କ. ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ଥିଲା? ଅପସନ୍: ସୁଆସାରୀ, ବାଜପାରା, ପିତାପୁତ୍ର, ସିଂହ ଶୋଷକ। ଖ. ତାପସଙ୍କ ଅଶାନ୍ତି ନାଶକ କିଏ? ଅପସନ୍: ରାମଚନ୍ଦ୍ର, ରାବଣ, ସୀତା, ବାଲ୍ମୀକି। ଗ. ସୀତା ପତ୍ର ଲେଖୁଥିବା ବେଳେ କିଏ ପହଞ୍ଚିଗଲେ? ଅପସନ୍: ରାମଙ୍କ ଦୂତ, ଲବକୁଶ, ବାଲ୍ମୀକି, ରାମ। ଘ. ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକା କାନରେ କ'ଣ କହୁଥିଲେ? ଅପସନ୍: ଫେରିବାରେ ବିଳମ୍ବ ହେବ, ଶୀଘ୍ର ଫେରି ଆସିବି, ବିରହ ଆଜି ସମ୍ବାଦିତ, ଆଉ ଫେରିବିନି। ଙ. ଯୁଗ ଯୁଗ ଧରି ମାନବ ଆତ୍ମାକୁ କିଏ ପୀଡ଼ା ଦେଇଛି? ଭୀମ ଅତ୍ୟାଚାର, ଶୋଷଣ, ପେଷଣ, ଜମିଦାର, ଯମଦୂତ। 7 ନମ୍ବର କ୍ୱେଶ୍ଚନ। ଗୋଟିଏ ଲେଖାଏଁ ବାକ୍ୟରେ ଉତ୍ତର ଦିଅ। କ. ପ୍ରୀତି ପାଶରେ କିଏ ବନ୍ଧା? ଖ. ରାମଚନ୍ଦ୍ରଙ୍କର କେଉଁମାନଙ୍କୁ କିଛି ଅଦେୟ ନ ଥିଲା? ଗ. ଧର୍ମର ସାଫଲ୍ୟ କେଉଁଥିରେ ଥାଏ? କ୍ୱେଶ୍ଚନ ନମ୍ବର 8। 40ରୁ 50 ଶବ୍ଦ ମଧ୍ୟରେ 2ଟି ପ୍ରଶ୍ନର ଉତ୍ତର ଲେଖ। କ. ଆଲେକଜାଣ୍ଡାର କାହିଁକି ଅଶ୍ରୁସିକ୍ତ ଗଣ୍ଡ କହିଥିଲେ? ଖ. ରାମଚନ୍ଦ୍ର ଯଜ୍ଞରେ କ'ଣ ସବୁ ଦାନ କରୁଥିଲେ? ଗ. ସନ୍ଧ୍ୟାକାଳୀନ ତରୁଗିରିର ବିସ୍ତାରିତ ଛାୟାକୁ କବି କାହା ସହ ତୁଳନା କରିଛନ୍ତି? କ୍ୱେଶ୍ଚନ ନମ୍ବର 9। 60ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ. ପ୍ରଣୟ ଓ ବିରହ ସମ୍ପର୍କରେ କବିଙ୍କ ଅଭିମତ ପ୍ରଦାନ କର। ଖ. ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ, ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି? କ୍ୱେଶ୍ଚନ ନମ୍ବର 10। 120 ଶବ୍ଦ ମଧ୍ୟରେ ଉତ୍ତର ଲେଖ। ବାର୍ତ୍ତା କବିତାରୁ କବିଙ୍କର କାବ୍ୟ ଆଭିମୁଖ୍ୟ ଉପସ୍ଥାପନ କର, କିମ୍ବା ପଠିତ କବିତା ଆଧାରରେ
ମଣିଷ ଜୀବନରେ ଧର୍ମର ଗୁରୁତ୍ୱ ବିଚାର କର। କ୍ୱେଶ୍ଚିନ୍ ନମ୍ବର 11 ଠିକ୍ ଉତ୍ତରଟି ବାଛି ଲେଖ। କ ଦେବୀ ଓଝା କିଏ? ଅପସନ୍ ଅବଧାନ, ଦୋକାନୀ, ମହାଜନ, ସରପଞ୍ଚ। ଖ ତାଲୁକ ମଧ୍ୟରେ କେଉଁ ଗାଁଟି ସବୁଠାରୁ ବଡ଼ ଥିଲା? ଅପସନ୍ ମଦନପୁର, ନରଣପୁର, ଶ୍ୟାମପୁର, ମାନପୁର। ଗ କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖା ଦେଇଥିଲା? ଅପସନ୍ ସାବରମତୀ, ଜାଲିଆନାବାଗ, ଚୌରୀ ଚୌରା, ୱାଧା। ଘ ବନାରସରେ କେଉଁ ମନ୍ଦିର ଅବସ୍ଥିତ? ଅପସନ୍ ସୋମନାଥ, କେଦାରନାଥ, କାଶୀ ବିଶ୍ୱନାଥ, ବଦ୍ରିନାଥ। ସେନାପତି କେଉଁ ରୋଗରୁ ମୁକ୍ତି ପାଇବା ପାଇଁ କଚ୍ଛପ ମାଂସ ଖାଇବାକୁ କହିଥିଲେ? ଅପସନ୍ ଶ୍ୱାସ, ଗଣ୍ଠିବାତ, ଶ୍ୱାସ, ନିମୋନିଆ। 12 ଗୋଟିଏ ଲେଖାଏଁ ବାକ୍ୟରେ ଉତ୍ତର ଲେଖ। କେଉଁଥିରେ ମାଷ୍ଟରଜୀଙ୍କ ଅସାଧାରଣ ଯୋଗ୍ୟତା ଥିଲା? ଖ ବିଜୟର ପୁତ୍ରର ନାମ କ'ଣ? ଗ କପାଳିଆ ଲୋକଙ୍କର କ'ଣ ମିଳିଥାଏ? କପାଳିଆ ଲୋକଙ୍କୁ କ'ଣ ମିଳିଥାଏ? କ୍ୱେଶ୍ଚିନ୍ ନମ୍ବର 13 30ରୁ 40 ଶବ୍ଦ ମଧ୍ୟରେ ଦୁଇଟି ପ୍ରଶ୍ନର ଉତ୍ତର ଲେଖ। କ ଧୂଆଁପତ୍ର କାରବାର ସମ୍ପର୍କରେ କ'ଣ କୁହାଯାଇଛି? ଖ ମୁନ୍ନା ଓ ମନ୍ନୁ ଭିତରେ ପାର୍ଥକ୍ୟ କ'ଣ? ଗ ବିଦେଶୀ ରାଜଦୂତଙ୍କ ରାଜ୍ୟର ଘୁଷୁରି ଉଡ଼ିବା କଥା ଶୁଣି ରାଜା ତାଙ୍କୁ କ'ଣ କହିଲେ? କ୍ୱେଶ୍ଚିନ୍ ନମ୍ବର 14 60ରୁ 80 ଶବ୍ଦ ମଧ୍ୟରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖ। କ ପ୍ରତ୍ୟେକ ଶିକ୍ଷକ କେଉଁ ଦିନକୁ ଅପେକ୍ଷା କରି ରହିଥାଏ? ଖ କେଉଁ ପରିସ୍ଥିତିରେ ଗୋପାଳ ରନ୍ଧାବଢ଼ା ଦାୟିତ୍ୱ ନେଇଥିଲା? କ୍ୱେଶ୍ଚିନ୍ ନମ୍ବର 15 ନିମ୍ନ କବିତାଟିକୁ ପାଠ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ। ଏଥିରେ ଗୁରୁ ଶିଷ୍ୟ ମୂଳକ ପୂରା କବିତାଟି ରହିଛି। ତମେମାନେ ଏହାକୁ ପଢ଼ି ତାହାର ଉତ୍ତରଗୁଡ଼ିକ ଲେଖିବ। ତାର ପ୍ରଶ୍ନଗୁଡ଼ିକ ହେଉଛି କ କିଏ ଗୁରୁ ବ୍ୟବହାର ପାଇବାକୁ ଯୋଗ୍ୟ? ଖ ନିଜକୁ ଜ୍ଞାନୀ କିପରି ଗଣନା କରିଥାଏ? ଗ କେବେଠାରୁ ମାନବ ଶିକ୍ଷାଲାଭ କରି ଚାଲିଛି? ଘ କିପରି ଗୁରୁର ଜ୍ଞାନ ଗର୍ବ ହୁଏ? କିଏ ଯୋଗ୍ୟତମ ଗୁରୁ ମଧ୍ୟରେ ଜଣେ ହୋଇପାରେ? କ୍ୱେଶ୍ଚିନ୍ ନମ୍ବର 16 ନିମ୍ନଲିଖିତ ଯେକୌଣସି ଗୋଟିକ ଉପରେ ସର୍ଜନାତ୍ମକ ରଚନା ପ୍ରସ୍ତୁତ କର। କ ଧୀର ପାଣି ପଥର କାଟେ। ଖ ଧର୍ମର ଜୟ, ପାପର କ୍ଷୟ। କିମ୍ବା ନିମ୍ନଲିଖିତ ଅନୁଚ୍ଛେଦଟି ପାଠ କରି ତାହାକୁ ଏକ ତୃତୀୟାଂଶରେ ପ୍ରକାଶ କର ଏବଂ ନିମ୍ନରେ ଅନୁଚ୍ଛେଦଟି ଦିଆଗଲା। ପିଲାମାନେ ତାହାକୁ ପାଠ କରି ତାହାର ପ୍ରଶ୍ନର ଉତ୍ତରଗୁଡ଼ିକ ତମେ ଯାହା ଦେଇଥିବ ଅର୍ଥାତ୍ ଏକ ତୃତୀୟାଂଶ କରିବାକୁ ଦେଇଛି ତାହାକୁ ତୁମେ ଏକ ତୃତୀୟାଂଶ କରି ଲେଖିବ ଏବଂ ତାକୁ ଗୋଟିଏ ଶୀର୍ଷକ ପ୍ରଦାନ କରିବା ପାଇଁ ଆଦୌ ଭୁଲିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 17 ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତଟିଏ ଲେଖ। କିମ୍ବା ତୁମର ଜଣେ ବନ୍ଧୁଙ୍କ ମା' ଅକାଳରେ ମୃତ୍ୟୁବରଣ କରିଛନ୍ତି। ଏ ସମୟରେ ବନ୍ଧୁଙ୍କ ନିକଟକୁ ଏକ ସାନ୍ତ୍ୱନାମୂଳକ ପତ୍ର ଲେଖ। କ୍ୱେଶ୍ଚିନ୍ ନମ୍ବର 18 ପ୍ରତି ପ୍ରଶ୍ନ ସହ ସଂଯୁକ୍ତ 4ଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। କ ଘଣ୍ଟ ଘୋଡ଼ାଇବା ରୂଢ଼ିଟିର ଅର୍ଥ କ'ଣ? ଅପସନ୍ ଘଣ୍ଟାକୁ ଢାଙ୍କିବା, ଦୋଷ ଲୁଚାଇବା, ରକ୍ଷା କରିବା, ଘଣ୍ଟା ବଜାଇବା, ଘାଣ୍ଟି ହେବା। ଖ ଅହିନକୁଳ ଏହି ରୂଢ଼ିଟିର ଅର୍ଥ କ'ଣ? ଅପସନ୍ ସାପ ଓ ନେଉଳର ବନ୍ଧୁତା, ଘନିଷ୍ଠ ବନ୍ଧୁତା, ଘୋର ଶତ୍ରୁତା, ସମ୍ପର୍କରେ ମଧୁରତା। ଗ ଅରଣ୍ୟ ରୋଦନର ଅର୍ଥ କ'ଣ? ଅପସନ୍ ଜଙ୍ଗଲରେ କାନ୍ଦିବା, ବୃଥା ପ୍ରାର୍ଥନା, ଅରଣ୍ୟରେ ଖୋଜିବା, ଅରଣ୍ୟରେ ହଜିଯିବା। ଘ ଜାୟା ଓ ପତି ଏହାକୁ ଏକ ପଦରେ ପ୍ରକାଶ କଲେ କ'ଣ ହେବ? ଅପସନ୍ ସ୍ୱାମୀ ସ୍ତ୍ରୀ, ଦମ୍ପତି, ପ୍ରଜାପତି।
ସ୍ୱ ଇଚ୍ଛାରେ ଶରୀର ଧାରଣ କରିଛନ୍ତି ଯେ ତାଙ୍କୁ କ'ଣ କୁହାଯିବ? ଅପସନ୍ ଇଚ୍ଛାଧାରୀ, ସ୍ୱୟମ୍ଭୂ, ସଶରୀରୀ, ଶାରୀରିକ। କୁଜନ ଶବ୍ଦର ଅର୍ଥ କ'ଣ? ଅପସନ୍ ଭଲ ଲୋକ, ମନ୍ଦ ଲୋକ, ପକ୍ଷୀର କାକଳି, କୁବ୍ଜା ଲୋକ। କୁଜନ ଶବ୍ଦର ଅର୍ଥ କ'ଣ? ଭଲ ଲୋକ, ମନ୍ଦ ଲୋକ, ପକ୍ଷୀର କାକଳି, କୁବ୍ଜା ଲୋକ। ବର୍ଗେଜ। ପୁରୋହିତର ବିପରୀତ କ'ଣ? ବ୍ରାହ୍ମଣ, ପୂଜକ, ଯଜମାନ, ପୂଜାର କର୍ତ୍ତା। ଧାନର ବିପରୀତ କ'ଣ? ଅପସନ୍ ହେଲା ଚାଉଳ, ବାଳୁଙ୍ଗା, କୁଣ୍ଡା, ତସୁ। ଠିକ୍ ଉତ୍ତରଟି ବାଛି ଲେଖ। ମାମୁଁ, 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 ମାମୁଁ। କେଉଁ ଶବ୍ଦଟି ଠିକ୍? ହୃଷୀକେଶ, 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 ହୃଷୀକେଶ।